ओम जय श्री सीताराम आद्यकांड वाल्मीकि रामायण गंगा को जन्म विवरणी तृतीय भाग। हे पयोरार गुण पुइसी सेठार सिपुई करती घरे पातर जीवी जगत को सम भावे अनाइस किंपानी गोहिणी पक्षपात तीनती घरणी मर जनक किंपाई निराय कले घेनी बसे स्नेह वही पुणी मध्य लक्ष्मी गोसे बहु सरा करो एका भाई कही वशीर शशि पयर दिने सहाग वचन मोहिन शरणई सरा फल परिमति करुष किंपाही करे कहीं कहीं होई कहती सन बहु अंतर होइन घरे अन्य स्थान सरस्वती बहुमती करते भरसना ताहारे कि गंगाए बिहेले कौरवना বইলে বাণী তোর মুখ রাজ ନାହିଁ তেଣୁ ଅନ୍ତର୍ଗଳ କଥା ଯାଉ ଅସୁ କହି ମୋତେ ପ୍ରତି ସ୍ନେହ କରା ନ ପାରସ ସହି ହାଣି ହୁଏ ତ ସାଥି କରତି ଉଠଇ କିନ୍ତୁ ତାହାଙ୍କର ସ୍ନେହ ଥିଲେ ମହତାର ହୋଇକି ପାରିବେ ତୋର କଥାରେ ଅନ୍ତର ଏହିପରି ଦୁହିଁଙ୍କର ବିବାଦ ହୁଅନ୍ତି ଲକ୍ଷ୍ମୀ ଦେଶ ନଥିଲେ କହି ମନ ଚିତ୍ତେ ଯହ ବେଲ ବେଲ କଲି ବଢ଼ିଲା ପଚର ମଧ୍ୟ ବସିନି ବାଡ଼ିରେ କମରା ସତ୍ପର ହେରେ ମଧ୍ୟ ବାଣୀଙ୍କର ଇଶାନ କମିଲା ରାଗେ ଜୋର ଜୋର ହୋଇ ସର୍ବାଙ୍ଗ ଗମ୍ଭୀରା ଗଙ୍ଗାକୁ ଗୋପନ ଜଣେ ଅନାଇ ଗହନ ବଇଲେ ଲକ୍ଷ୍ମୀ ସହିତ ମୋର ସାପ ଘିନ ତୋହି ନଦୀ ରୂପେ ଜାତ ହୋଇବ ମତରେ ମୁକ୍ତ ହୋଇ ଲକ୍ଷ୍ମୀ ଜନ୍ମ ହୋଇବେ ସେତାରି ତୋ ଜଲେ ଯେତେ ପାପି ସ୍ନାନ କରିବେ ପାପ ତାପ ତୋତେ ଦେଇ ପୁଣ୍ୟ ଯିବେ ଯେ ମୁହିଁ ଚେଷ୍ଟା ହୋଇଥିବେ ପ୍ରଭୁଙ୍କର ଫଳିବ ମୋହର ସାପ ନିଶ୍ଚୟ ତୁମ୍ଭ ପର ସରସ୍ୱତୀ ସାପରେ ବା ଶୁଣି ଜଗନ୍ନାଥ ମିଳି ଲୋକ କରି ସ୍ଥାନେ ଆସିନ ତ୍ୱରିତ ଓମ୍ ଜୟ ଶ୍ରୀ ସୀତାରାମ।